আহ, বাপ্পারে কানু ভাই কি গরম রে ভাই। বহুত গরম ভাই, বহুত গরম। এ বেজে খরা নাগলা রে ভাই। ওহ যা হো এঠে ধর্ম পানি দিয়া হଉଛି কই করে পঞ্ଚାୟତ ରୁ ପାଣି ପକେଇ ପିଇ ପିଇ ବସିଛେ ଆଉ। ଯା ହଉ ଭାଇ ଟିକେ ଯା ହଉ ରେହାର ରକ୍ଷା ଅଛି। ରକ୍ଷା ବୋଲି ବହୁତ ରକ୍ଷା ନା। ସବୁ ଭଲ ଅଛ ଭାଇ। ସେଇ ରକମ ଡ୍ୟୁଟି ଚାଲିଛି ଆଉ କରବା କି ଗାଁ ଗହଳିରେ ଭାଇ ଯାହା ଚାଲବା କଥା ଚାଲବ ଆଉ। ନହେଲେ আর কি ଆଚ୍ଛା ଭାଇ ଏଇ ଯେ ପାଣିର ଏତେ ସମସ୍ୟା ଭାଇ, ସତ କଥାଟା ଏ କହୁଛ ଯେତେ ନା। ଖରା ବର୍ଷା ଯେତେ ଯାହା ଦେଲେ ବି ମାନେ ଖରାଟା ବହୁତ ଟାଣ ଲାଗୁଛି। ଲୋକ ଏଇନା ଏ ଯେ ଭାଇ ଧନୀ ଲୋକ ତାଙ୍କର ଏସି ରୁମ ଭିତରେ ଢୁକି ରହୁଛନ୍ତି। ଆମେ ଭାଇ ଏଇ ଯେ ଗଛମୂଳିଆ ବସୁଛେ, ଭାଙ୍ଗା ଘରେ ବସୁଛେ, ବସିଛେ ଆଉ। ଏ ଲୋକ ଗା ଯୋଉ ଅଭାବ ଅସୁବିଧାରେ ପଡିକରି ଗଛ ପଛ ବି କାଟି ଦଉଛନ୍। ସେଟା ମଣିଷ ବଞ୍ଚବ କେମିତି ରେ ଭାଇ? ନହେଲେ ମଣିଷକୁ ତ ସରକାର ରୋଜଗାର ଦେଇ ପାରିଲା ନାହିଁ। ହଁ ନା ନାଇଁ? ଯେତେ ବିହନ ଫିହନ ସରକାର ତରଫରୁ ଏଗ୍ରିକଲଚର ଲାଇନ ରୁ ଆସିଲା, ସୋଲା ଖେସାରୀ ତୁମର ସୋରିଷ ଡାଲି ଏଗାତରେ ଭାଇ ସବୁ ବିକି ବିକି ସେମାନେ ଖାଇଲେ। ଚାଷୀ ପାଖକୁ ଗୋଟେ ଜିନିଷ ପହଞ୍ଚିଲା ନାହିଁ। ନା ପାଇଛ କି? ଲୋକ ଭାଇ ଏ ବର୍ଷ ତୁମେ ବିଶ୍ୱାସ କଲେ ମୁଇଁ କହିଲେ ମାନବ କି ନାଇଁ ଭାଇ, ସୁଲା ଆଣିକରି ରେ ଭାଇ ଯେ ଯାହାର ଦୁକାନ ଖୋଲିଦେନେ, ସୁଲା ଗଜା ଚୁଲା ଦୁକାନ ଦେ ହାଣ୍ଡିଆ ମଦରେ ବାସ୍ ଚାଖଣା ସାରେ ବସି ଯାଉଛନ୍ତି। ମାନେ ଏମିତି ହେଲା ସରକାରର ଯୋଜନା। କି କରବ ଭାଇ କୁହ? ସରକାର ବୁଝି ପାରୁନି। ଏଇ ଯେ ଭାଇ ନା ପଞ୍ଚାୟତ ରୁ ପାଣି ଟା ଆମକୁ ଦିଆ ହଉଛି ବୋଲି ଆମେ ପିଉଛେ। ଏଇଟା ଯାଉ ଖରା ଟିକେ ରେଷ୍ଟ ନିଆ ହଉଛି। ଏଇ ଯେ ଭାଇ ବନେଇଛନ୍, ଏଇ ଯେ ପୁତି ରଖିଛନ୍ ପାଇପ ଗା ପଞ୍ଚାୟତ ରେ ଯୋଉ ଟାଙ୍କି ବନେଇ ଦେଇଛେ ଭାଇ, ଲୋକ ଦେଖାଣିଆ ସେ ପାଣି ଏପର୍ଯ୍ୟନ୍ତ ମଣିଷର ଦୁଆରକୁ ପହଞ୍ଚି ପାରିଲା ନାହିଁ। ଆଜ୍ଞା ଝାଡା ପେରିଲେ ପାଖେଇବାକୁ ପାଣି ହଉନି। ମୋର ଯୋଉ କୁକୁର ଟା ପୋଷିଛେ ଭାଇ, ସେ କୁକୁର ଯଦି ମୁତି ଦିଏ ଭାଇ ତାଠୁ ବେଶୀ ପାଣି ଆସିବ। ମୁଁ ତ କହିଦେଲି ତୁମର ତ ଜୁକା ସାହି ଦେଖ। ଆଚ୍ଛା ତୁମର ଜୁକା ସାହି କୁ ଭାଇ କେତେ ପାଣି ଆସୁଛି? ପାଇପ ରେ ଆସୁଛି ପାଣି? ନା ନା ପାଇପ ଆମର ସିଆଡେ ଯାଏନି, ଉପରକୁ ଯାଏନି ବିଲକୁଲ ନା। ଠେଲି ପାରେନି ଉପରକୁ। ତାହେଲେ ଭାଇ ସେ ପାଣି ଟା ପିଉଛି କିଏ? ପ୍ରାୟ ସେଇ କି କହିବା, ସେ ଟାଙ୍କି ପାଣି ଭାଇ ଟାଙ୍କିରେ ରହିଯାଉଛି। ଇଆଡେ ବିଲ ଟା କଷି ଦଉଛନ୍ତି ନା। ତେଣୁ ଭାଇ ଏ ସରକାର କୁ ଜୁହାର। ଆମର ନିଜର କରାମତି ଯାହା କରବ ଭାଇ ସେଇଟା ନିଜର ବୋଲି ଭାବ, ଆଉ ନହେଲେ ସରକାର ଏଇ ଯେ ଭାଇ ଦେଖ ଏଇଟା କଙ୍କା ଭାଇ ବସିଛି, ତାର 70-75 ବର୍ଷ ହେଲାନି ଭାଇରେ ଭତ୍ତା ପକେଇ ପକେଇ ଫର୍ମ ପକେଇ ପକେଇ ଜେରକ୍ସ କରି କରି ତାର ମାନେ ଅବସ୍ଥା ଖରାପ ହେଇଗଲା। ଏକଲା ଲୋକ ଭାଇ ସେଇଥିପାଇଁ ନାଳ ଝାଡ କରୁନି। ଆରେ ଭାଇ ନାଳ ଝାଡ ନାଇଁ, ସେ ବେଚରା ଖଟି କରି କେତେ ପଇସା କରବ? ସେ ଜେରକ୍ସ ଗା କରି କରି ଜିନିଷ ମଜୁରୀ ପଇସା ଟା ସରିଯାଉଛି। ଯେତିକି ଜେରକ୍ସ କରୁଛି ସେ ତାର କାଗଜ ଭାଇ କେଠେ ରହୁଛି କେଠେ ନାଇଁ, ସେ ତ ପଞ୍ଚାୟତ ଅଫିସ ରେ ଥରେ ଦଉଛି, ବ୍ଲକ ରେ ଥରେ ଦଉଛି, ସେ ସରପଞ୍ଚ କୁ ଥରେ ଦଉଛି, ୱାର୍ଡ ମେମ୍ବର କୁ ଥରେ ଦଉଛି। ଭାଇ ସେ ତାର କାଗଜ ମିଳୁନି। ସେମାନଙ୍କୁ ନ ଦେଲେ ତ ହେବ ନାହିଁ, ସେମାନେ ଗାୟବ କରୁଛନ୍। ଯେ କରିବା କିସ? ଏ ଲୋକଟା ବର୍ତ୍ତମାନ ମାନେ ସେ ହନ୍ତସନ୍ତ ବିରକ୍ତ ହେଇକରି ଆଉ ବର୍ତ୍ତମାନ ସେ ଭତ୍ତା ପକେଇତେ ଆଉ ତାର ମନ ବି ନାହିଁ। ଆଉ କି କରବ? ଏଠି ତ ଏ ବାঙାଲି ପୁତୁରା ଯେଉଁ ମଦ ପିଇ ଦେଇଛି, ସକାଳୁ ସନ୍ଧ୍ୟା ଯାଏ ସେ ମଦ ପିଉଛି। 24 ଘଣ୍ଟା ଆଭେଲେବଲ ମିଳୁଛି। ଆଚ୍ଛା ମଦ ଟା ନାଇଁ ମିଳୁଥିଲେ, ହାଣ୍ଡିଆ ଟା ନାଇଁ ମିଳୁଥିଲେ ଭାଇ ଏ ଲୋକ ପିଇ ପାରତା? ଆମେ ବି ଏଠି ବସି ପାରତି ନାଇଁ। କଥାଟା ଚିନ୍ତା କର, ତାର ପରିବାର ନଷ୍ଟ କରୁଛି, ସେ ନିଜର ଦେହଟାକୁ ନଷ୍ଟ କରୁଛି, ସେ ଟଙ୍କା ଟାକୁ ମାନେ ନଷ୍ଟ କରୁଛି। ସେ କେତେ ମାନେ କଷ୍ଟ କରି ତାଙ୍କ ଘରେ ପଇସା ପତ୍ର ଲୋକ ରୋଜଗାର କରୁଛନ୍, ଇଏ ଆସିକରି ଚଲେଇଲା ସକାଳୁ ପାଲା। ତାହେଲେ ଦେଖ ଏଇ ଛକରେ ଭାଇ ଏଇ ମଦ ହାଣ୍ଡିଆ ଯୋଉ ବିକ୍ରି ସବୁବେଳେ ହଉଛି, ଏଇଟା ସ୍କୁଲ ଟା ଅଛି, ଏଇଟା ଏମଇ ସ୍କୁଲ ଟା ଦିଶୁଛି ନା? ଆଚ୍ଛା ଏଠି ୟୁପି ସ୍କୁଲ ଟା ଅଛି, ଏମଇ ସ୍କୁଲ ଟା ଅଛି। ସବୁବେଳେ ବାବୁ ଭାଇ ମାନେ ସବୁବେଳେ ଛୁଆ ଗା ସ୍କୁଲ ଯାଉଛନ୍ ଆସୁଛନ୍, ଯାଉଛନ୍ ଆସୁଛନ୍, ଟ୍ୟୁସନ ଯାଉଛନ୍ ଆସୁଛନ୍, ସ୍କୁଲ ଯାଉଛନ୍ ଆସୁଛନ୍।
ଆଚ୍ଛା ସକାଳୁ ସନ୍ଧ୍ୟା ମଦ ମୋର ବାପା ମଦ ପିଉଛି ସିଏ କହୁଛି ମୋର ଭାଇ ମଦ ପିଉଛି ଛୁଆକା ଦେଖୁଛନ୍ତି ନା ନାଇଁ ଏଇ ଯେ ମୋର ସାନ ଭାଇ ମଝିଆ କହିଲା ଛୁଆଟା ତାଙ୍କର ବୋଧେ ପିଇ ଦେଇଛି ପିଇ ଦେଇଛି ସ୍କୁଲ ଯଦି ପିଇ ଦଉଛି ସ୍କୁଲ ଯାଇତେ ଯାଇତେ କିଏ ଦେଇ ଦେଇଛି ପିଇ ଦେଇଛି ତାହେଲେ ସେ ଛୁଆଟା ଶିଖବ ନା ନାଇଁ କହ ଶିଖିଲା ସେ ଆଉ ତେଣୁ ଧୀରେ ଧୀରେ ଭାଇ ଏ ମଦ ହାଣ୍ଡିଆଟାକୁ ବି ଆମର ତ ଆଦିବାସୀ ଜାଗା ଜାଣିଛ ସମସ୍ତଙ୍କ ଘରେ ମଦ ହାଣ୍ଡିଆ ହୁଏ ସମସ୍ତେ ଆମେ ଜାଣିଛେ କରମ ହେଲେ ମଦ ପର୍ବପର୍ବାଣୀରେ ହେନ୍ତେ ଯାହା ବି ହଉଛି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ମାନେ ମଦ ହାଣ୍ଡିଆ ତିଆରି ହଉଛି ତୁ କିଛି ଜାଣିନୁ ତୁ ତୋର ଥା ତୁ କିଛି ଜାଣିନୁ ନହେଲେ ପଳା ଯା ତୁ ହେଲା ତୁ ସରକାର ବିଷୟରେ କିଛି ଜାଣିଛୁ କିଛି ଜାଣିନୁ ତୁ ଖାଲି ଗୁଲଗୁଲା ଛାଣିବୁ ମଦ ପିଇବୁ ସେଇଟା ଜାଣିଛୁ ହେଲା ତାପରେ କି କହୁଥିଲି ଭାଇ ଆମର ଯୋଉ ମଦ ହାଣ୍ଡିଆଟା ଆମର ଯୋଉ ଆଦିବାସୀ ଲୋକ ସମସ୍ତଙ୍କ ଘରେ ତିଆରି ହୁଏ ମୁଇଁ ତ ଆଦିବାସୀ ତୁଇ ବି ଆଦିବାସୀ ଭାଇ ଆଉ ପାଞ୍ଚ ଭାଇ ଆଦିବାସୀ ସମସ୍ତେ ବସିଥିବେ ନାଇଁ ନା ତ ମାଚା ତଳେ ପୂଜା ପାଶା ଯେତେବେଳେ ପର୍ବପର୍ବାଣୀ ଆସେ ନିହାତି ଶାଳ ପତ୍ରର ଖଲିରେ ଧୁନାରେ ଭାଇ ମାଚା ତଳେ ପୂଜାଟା କରତେ ହୁଏ ଆଦିବାସୀ ଲୋକ ନାଇଁ ଆଉ ଗୋଟେ କଥା ମୁଁ ଟିକେ ଚୁରିଆ ମାଲ ବିକ୍ରି କରୁଥିଲି ସେଟା ଲୋକମାନେ କହିଦେଲେ ଯେ ସେ ବିକ୍ରି କରୁଛି ସେ ତୁଇ ଚୁରିଆ ବିକ ନାଇଁ ସେ ପୋଲିସ ଆସିକରି ମତେ ଆରେଷ୍ଟ କରି ନେଇଗଲା 30,000 ଫାଇନ କରିଦେଲା ତ ମୋର ଗୋଟେ ଘର ନାଇଁ କାର୍ଡ ନାଇଁ ସେଟା ତ କେହି କହୁନାହାନ୍ତି କେହି ତାର ବିଚାର କରନି ନାଇଁ ନା ବିଡିଓ ନା ତହସିଲଦାର ନା କେହି ଟିକେ ହାଣ୍ଡିଆ ମଦ କିଏ ବିକି ଦଉଛି ବେଳେ ପୁଲିସ ଗାଡି ତାର ସରକାର ପଇସାରେ ତେଲ ଢାଳି କରି ସେ ଖାଲି ରାଇଁ ରାଇଁ ଘୁରି ବୁଲୁଛି ନାଇଁ ମାନେ ସେ ବଡବଡିଆ ଲୋକ ସେ ମଦ ବିକୁ ହାଣ୍ଡିଆ ବିକୁ ଠିକ ଅଛି ଗୋଟେ ଗରିବ ଲୋକ ଯଦି ବିକିଲା ହାଣ୍ଡିଆ ଟିକେ ମଦ ଟିକେ ମାନେ ତିଆରି କରି ତାର ପାଇଁ ହେଲେ ଚଢୁଥିଲି ଟିକେ ମୋର କାର୍ଡ ବି ନାହିଁ ସେ କାର୍ଡ ଘର ବି ନାହିଁ ତେଣୁ ଭାଇ ସରକାର କଥା କି କହିବା ମୋହନ ମାଝି ତ ଆଦିବାସୀ ଲୋକ ତା ଘରେ ବି ହାଣ୍ଡିଆ ମଦ ପ୍ରାୟ ବଜ ବଜ ନହେଲେ କଣ୍ଟ୍ରୋଲ ହବ ନାଇଁ କିଅ ତେଣୁ ଆମେ ଗୋଟେ କାମ କରିବା ଭାଇ ସମସ୍ତେ ଦିନେ ଟିକେ ବସିବା ବସିକରି ଯାଉ କଣ୍ଟ୍ରୋଲ ଟିକେ କରବା ଚାରିଟା ବେଳିଆ ଭାଇ ଥକା ମକା ମେଣ୍ଟେଇତେ ଟିକେ ଯାଉ ହାଣ୍ଡିଆ ମଦଟା ଲୋକ ଆମେ କାମକିଆ ଲୋକ ସବୁ ସେଟା ଟିକେ ପିଉଛେ ନାଇଁ କି ତ ସନ୍ଧ୍ୟା ବେଳିଆ ଟିକେ ପିଇ କରି ବେଶ ଆରାମସେ ଭାତଟା ବି ଟାଣି ହବ ନିଦଟା ବି ଭଲ ନିଦଟା ବି ଆରାମସେ ହବ ସକାଳୁ ପିଇ ଦଉଛ ସକାଳୁ ପିଇ ଦେଲେ ଭାଇ ସେ ନିଶା ଛାଡିଲା ବେଳେ ତ ଆର୍ଥର କହିବ ଆଉ ଟିକେ ପିଇବି ସେ ପଇସା କେଠି ମିଳିବ କାମ ଦାମ ତ କରିବ ନାହିଁ କାମ ଦାମ ତ ନାହିଁ ଭାଇ ଆଉ ପଇସା ଦିଅ ଗଲେ ଘରେ କି ଗଛଟା ଲଗେଇଛ ତେଣୁ କି କରିବା ସେଟା ଦିନେ ବସିବା ଏଇ ଭିତରେ ନାଇଁ ନା ସେଟା ବସିବା ସମସ୍ତେ ଭାଇ ମାନେ ଟିକେ ଚିନ୍ତା କରବା ନହେଲେ ଏ ଅଞ୍ଚଳ ଟା ମୂର୍ଖ ହେଇଯିବ ପୁରା ଛୁଆ ମାନେ ସବୁ ବେକାର ହେଇଯିବେ ଯାହା ଫଳରେ ମାନେ ଅଦିନିଆ ମୃତ୍ୟୁ ଲୋକର ଘଟବ ଯାହାର ବୟସ ହେଇଥିବ ନାଇଁ ସେ ବି କାହାକୁ କ୍ୟାନ୍ସର କାହାକୁ ଡାଇବେଟିସ କାହାକୁ ସେ କିଡନୀ କାହାକୁ ଲିଭର ଏଗା ସବୁ ଡ୍ୟାମେଜ ହେଇକରି ଭାଇ ଖଟରେ ପଡି ମରବା ସବୁ ତେଣୁ ଭାଇ ମୁଇଁ ପଳାଇ ସମୟ ହେଇଗଲା ଗାଧୁଆ ସମୟ ହେଇଗଲାନି କାଲକେ ଆଉଥରେ ଭାଇ ଏଇ ସମୟରେ ଏଇ ଜାଗାରେ ବସବା ହେଲା ଦେଖା ହବ ପଖାଳ ଖାଇଗଲି ଆଉ ଟିକେ ଏଇନା ଟିକେ ରେଷ୍ଟ ନବା ହଉ ଚାଲ।